ଆଜି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ରସୁଲପୁର ବ୍ଲକ ବାରବାଟୀ ଗ୍ରାମ ପଞ୍ଚାୟତ ଠାରେ ଆୟୋଜିତ ଜନଶୁଣାଣି ଓ ପଦଯାତ୍ରାରେ ଯୋଗଦାନ କରି ପଞ୍ଚାୟତବାସୀଙ୍କ ଅକୁଷ୍ଟ ଭଲ ପାଇବା ଓ ଆଶୀର୍ବାଦ ଗ୍ରହଣ କରିଥିଲେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ। ଆଜି ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ସାମିଲ ହୋଇ ପଞ୍ଚାୟତବାସୀଙ୍କୁ ସମସ୍ୟା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପରେ ସମସ୍ତ କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହା ସମାଧାନ ପାଇଁ ସମସ୍ତଙ୍କୁ ନିକଟରେ ମଧ୍ୟ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଆଗରୁ ମଧ୍ୟ କହିଛି ଆଉ ଏବେ ବି କହୁଛି, ଧର୍ମଶାଳାବାସୀ ମୋ ପରିବାର ପାଇଁ ଯାହା ଆବଶ୍ୟକତା ମୁଁ ପୂରଣ କରିବି, ସମସ୍ତଙ୍କ ସୁଖ ଦୁଃଖରେ ମୁଁ ସାଥିରେ ରହିବି, ଏହା କହିଥିଲେ ଆମର ପ୍ରିୟ ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ। ବାରବାଟୀ ପଞ୍ଚାୟତର ମାଲିକ ନମସ୍କାର ଏବଂ ବାରବାଟୀ ପଞ୍ଚାୟତର ସାମ୍ନାରେ ମଞ୍ଚ ସାମ୍ନାରେ ବସିଥିବା ସମସ୍ତ ମା ମାଉସୀ, ସମସ୍ତ ଗୁରୁଜନ, ସମସ୍ତ ଯୁବବର୍ଗଙ୍କ ହୃଦୟରୁ ନମସ୍କାର ଏବଂ ହାର୍ଦ୍ଦିକ ଅଭିନନ୍ଦନ ଏବଂ ମଞ୍ଚ ଉପରେ ବସିଥିବା ସମସ୍ତ ଗୁରୁଜନ ଏବଂ ସମସ୍ତ ସହକର୍ମୀ ସମସ୍ତଙ୍କୁ ମୋର ଆଜି ହାର୍ଦ୍ଦିକ ଅଭିନନ୍ଦନ ଏବଂ ହୃଦୟରୁ ନମସ୍କାର। ବାସ୍ତବରେ ଆଜି ଆମ ପାଇଁ ଗୋଟେ ସବୁଠୁ ବଡ଼ ଗର୍ବର ଦିନ, ବାରବାଟୀ ପଞ୍ଚାୟତ ପାଇଁ ଗୋଟେ ଗର୍ବର ଦିନ। ଆପଣମାନେ ସମସ୍ତେ ସେ ଇତିହାସକୁ ମନେ ରଖନ୍ତୁ। 25 ବର୍ଷ ସରକାରକୁ ଆମେ ପଲଟେଇକି ଆସି ଗୋଟେ ନୂଆ ସରକାର କରିଛନ୍ତି। ତେଣୁ ମୁଁ ଅଶେଷ ଧନ୍ୟବାଦ ଦେବି ଆପଣମାନଙ୍କୁ। ଯେତେବେଳେ ଇଲେକ୍ସନ ସମୟରେ ମୁଁ କିଛି ମୁହୂର୍ତ୍ତ ମନେ ପକାଇ ଦେଉଛି, ସେଇ ଇଲେକ୍ସନ ସମୟର ମୁହୂର୍ତ୍ତ ଯେତେବେଳେ ଆମେ ଘରେ ଘରେ ସମସ୍ତେ ପହଞ୍ଚିଥିଲେ, ଯେଉଁ ମା ଭଉଣୀ ମାଉସୀମାନେ ପହଞ୍ଚିଛନ୍ତି, ସମସ୍ତେ ରାକ୍ଷୀ ପିଣ୍ଡେଇ ସେଇଦିନ ପ୍ରମାଣିତ କରିଦେଇଥିଲେ କି ସରକାର ବଦଳାଇ ଦେଲେ। ଆମେ ଇଲେକ୍ସନ ବେଳେ ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ ଘର ଘର ବୁଲିକି ଆଜି ମଞ୍ଚ ଭିଡ଼ା ହେଇଛି, ସେଇ ପ୍ରତିଶ୍ରୁତିକୁ ପାଳନ କରିବାର ସମୟ ହେଇଯାଇଛି। ମୁଁ ଏ ମଞ୍ଚରୁ ମୁଁ ଆପଣମାନଙ୍କୁ ଗୋଟିଏ ପ୍ରତିଶ୍ରୁତି ଦେବି, ଆହ୍ୱାନ ଦେବି, ଆମେ ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ ବାରବାଟୀ ପଞ୍ଚାୟତରେ କେହି ଜଣେ ଭୂମିହୀନ ରହିବନି, ବାରବାଟୀ ପଞ୍ଚାୟତରେ କେହି ଜଣେ ବେଘର ରହିବନି, ବାରବାଟୀ ପଞ୍ଚାୟତରେ କୌଣସି ବି ଅସୁବିଧାରେ ଗୋଟେ ମାଟେ, ଗୋଟେ ମାଉସୀଟେ, ଗୋଟେ ମଉସାଟେ, ଭାଇଟେ ପଡ଼ିବନି। ଏଇଟା ମୋର ସଂକଳ୍ପ, ଏଟା ମୋର ପ୍ରତିଜ୍ଞା। ଆଜି ଏହି ମଞ୍ଚରୁ ବାରବାଟୀ ପଞ୍ଚାୟତର ଡେଭଲପମେଣ୍ଟ ୱାର୍କ ଆଜି ଏହି ମଞ୍ଚରୁ ଆରମ୍ଭ ହେଲା। ନିଶ୍ଚୟ ମୋ ପ୍ରତିଶ୍ରୁତି ଯାହା ଥିଲା, ମୁଁ ଆଗାମୀ ଦିନରେ ଘର ଘର ପାଖରେ ପହଞ୍ଚିବି, ପ୍ରତ୍ୟେକଟି ଘରେ ପହଞ୍ଚିବି। ସେ ଦଳ ବଳ ନିର୍ବିଶେଷରେ ଯୋଉ ଦଳରେ ବି ହଉ, ଭାରତୀୟ ଜନତା ପାର୍ଟିର ଗୋଟେ ବିଶାଳ ହୃଦୟ, ସେ ଯୋଉ ଦଳରେ ବି ଲୋକ, ସବୁ ଦଳର ଲୋକଙ୍କର କାର୍ଯ୍ୟ କରାହବ, ଏଇଟା ମୋ ପ୍ରତିଶ୍ରୁତି। ମୁଁ ବହୁତ ଧନ୍ୟବାଦ ଦେବି। ଯେତେବେଳେ ଇଲେକ୍ସନ ସମୟ ଥିଲା, ବାରବାଟୀ ପଞ୍ଚାୟତର ବହୁତ ଆମର ସହକର୍ମୀ ଅଛନ୍ତି, ଯୁବକ ଅଛନ୍ତି, ଭଉଣୀ ଅଛନ୍ତି, ବହୁତ କେସ୍ ଖାଇଛନ୍ତି, ବହୁତ କିଛି ଦୁର୍ଦିନ ଦେଖିଛନ୍ତି, ଖାତିର ନ କରି ଆଜି ସରକାର ପରିବର୍ତ୍ତନ କରିଛନ୍ତି। ତେଣୁ ମୁଁ ହୃଦୟରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ଯୋଉ ଭରସା ଆଶା ଯୋଉ ଭାଇ ପୁଅ ଭାବିକି ମୋତେ ଦେଇଛନ୍ତି, ମୁଁ ନିଶ୍ଚୟ 24 ଘଣ୍ଟା ଆପଣମାନଙ୍କ ପାଇଁ ସବୁବେଳେ ସେଇ ଭାଇ ପୁଅ ହୋଇକି ରହିଥିବି। କୌଣସି ବିଧାୟକ ନୁହେଁ, ଆପଣମାନଙ୍କର ସେବକ, ଆପଣମାନଙ୍କର ପୁଅ, ଆପଣମାନଙ୍କର ଭାଇ ହିସାବରେ ରହିଥିବି। 24 ଘଣ୍ଟା ଯେତେବେଳେ ଡାକିବେ ମୁଁ ଘର ପାଖରେ ସେଇ 24 ଘଣ୍ଟା ପହଞ୍ଚିବି, ସବୁ କାର୍ଯ୍ୟ କରିବି। ତେଣୁ ମୁଁ ଧନ୍ୟବାଦ ଦେବି ପୁନର୍ବାର। ଆପଣମାନେ ଆସି ଏଠି ପହଞ୍ଚିଛନ୍ତି, ଯୋଉ କଥା କହିଲେ ଯୋଉ କଥା କହିଲେ, ନିଶ୍ଚୟ ବାରବାଟୀ ପଞ୍ଚାୟତକୁ ଆମେ ଯେବେଠୁ ଟ୍ରଷ୍ଟ ମାଧ୍ୟମରେ କାମ କରି ଆସିଛି, ମୁଁ ନିଜ ପରିବାର, ମୋ ଘର ପରି ଭାବେ, ମୋ ନିଜ ଗାଁ ପରି ଭାବେ